କବିତାର ପୃଷ୍ଠଭୂମି ହେଉଛି ଥରେ ଜଣେ ରାଜା ବନବିହାର କରୁଥିବା ବେଳେ ହଠାତ୍ ତାଙ୍କ ମୁଣ୍ଡରେ ଟେକାଟିଏ ବାଜିଲା। ଏଥିରେ ରାଜାଙ୍କ ସମେତ ପାରିଷଦବର୍ଗ କ୍ଷୁବ୍ଧ ହୋଇଥିଲେ। କର୍ମଚାରୀଗଣ ଟେକା ଫିଙ୍ଗିଥିବା ବ୍ୟକ୍ତିଙ୍କ ସନ୍ଧାନରେ ଯାଇ ଜଣେ ଦୁର୍ବଳ, ଭୋକିଲା ଏବଂ ଭୟାଳୁ ବୁଢ଼ୀଟିକୁ ଧରି ଆଣି ରାଜାଙ୍କ ନିକଟରେ ହାଜର କଲେ। ବୁଢ଼ୀଟି ଭୟରେ ଥରୁଥିଲା। ଟେକା ଫିଙ୍ଗିବାର କାରଣ ସମ୍ବନ୍ଧରେ ପ୍ରଶ୍ନ ପଚରାଯିବାରୁ ବୁଢ଼ୀଟି ଯେଉଁ ଉତ୍ତର ଦେଲା ତାହା ହିଁ କବିତାର ମୁଖ୍ୟ ସ୍ୱର। ବୁଢ଼ୀଟି 3 ଦିନ ଧରି କିଛି ଖାଇନଥିଲା। କ୍ଷୁଧାରେ ଆତୁର ହୋଇ ସେ ଫଳଟିଏ ପାଇବା ଆଶାରେ ଗଛକୁ ଟେକାଟିଏ ଫିଙ୍ଗିଥିଲା। ମାତ୍ର ନିର୍ଦ୍ଦୟ ଟେକାଟା ସିଧା ଯାଇ ରାଜାଙ୍କ କପାଳରେ ଆଘାତ କରିଥିଲା। ଘଟଣାଟି ଏବେକାର ନେତାଙ୍କ ପ୍ରତି ବିରୋଧୀ ଦଳର ଅଣ୍ଡା ବା ବିଲାତି ବାଇଗଣ ଫିଙ୍ଗିବା ପରି ଯୋଜନାବଦ୍ଧ ନଥିଲା, ବରଂ ଜଣେ କ୍ଷୁଧାର୍ତ ମଣିଷର କ୍ଷୁଧା ନିବାରଣ ପାଇଁ ଏହା ଏକ ପ୍ରୟାସ ଥିଲା। ରାଜା ଘଟଣାର ଗୁରୁତ୍ୱ ଅନୁଭବ କରିଥିଲେ। ତେଣୁ ବିଜ୍ଞ ରାଜା ବୁଢ଼ୀକୁ କ୍ଷମା ପ୍ରାର୍ଥନା କରି କହିଥିଲେ, ମୁଁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ଥିଲି। ଚାଟୁକାରଙ୍କ ମୁହଁରୁ ପ୍ରଶଂସା ଶୁଣି ମୋ ଶାସନ ଠିକ୍ ଅଛି ବୋଲି ଭାବି ଖୁସି ହେଉଥିଲି। ଆଜି ଜାଣିଲି ମୋ ରାଜ୍ୟରେ ଏମିତି ଅନେକ ଭୋକିଲା ଲୋକ ସଢ଼ୁଛନ୍ତି। ଶାସନ ଠିକ୍ ଚାଲୁନାହିଁ। ଆଜି ତୁ ମୋତେ ମହାଶିକ୍ଷା ଦେଲୁ। ତେଣୁ କବିତାର ଶୀର୍ଷକ ଦେଲୁ ମୋତେ ମହାଶିକ୍ଷା। ପଞ୍ଜାବ କେଶରୀ ରଣଜିତ ସିଂହ ଅଶ୍ୱ ଝପଟାଇ ଥରେ ଦଳବଳ ଘେନି ଯାଉଥିଲେ କାହିଁ ଜନହୀନ ପଥ ପରେ। ସହସା ଫିଙ୍ଗିଲା ଢେଲାଟିଏ କିଏ ସତେ ଅବା ଲକ୍ଷ୍ୟ କରି ବୀର ରଣଜିତ କପାଳେ ବାଜିଲା ରୁଧିର ପଡ଼ିଲା ଝରି। ନଦିଶିଲା ତାଙ୍କୁ କେଉଁ ଦିଗେ କିଛି ତୁରିତେ ଲଗାମ କଷି। ଓହ୍ଲାଇ ପଡ଼ି ସେ ଅଶ୍ୱରୁ ଅଧୀରେ ପଥ ପରେ ଗଲେ ବସି। ଓହ୍ଲାଇ ପଡ଼ିଲେ ସୈନ ସାମନ୍ତ ମନ୍ତ୍ରୀ ପରିଷଦ ଜନ। ନସ୍ଫୁରିଲା କଥା କାହାରି ବଦନୁ ସବୁରି କାତର ମନ। ଏକି ହେଲା ଆହା କହନ୍ତି ସକଳେ କ୍ରୋଧେ ଚଉପାଶେ ଚାହିଁ। ଗରଜିଲେ ମନ୍ତ୍ରୀ କିଏ ସେ ଦୁର୍ମତି ଧରି ଆଣ ତାକୁ ଯାଇ। ଖେଦି ଗଲେ ସୈନ୍ୟ ବିଲ ବନସ୍ତରେ ଖୋଜିଲେ କୋପରେ ଅତି। ତୋଟା ଗହଳରୁ ନାରୀଟିଏ ଧରି ଆଣିଲେ ରାଜନ କତି। ପଶି ଯାଇଛି ତା କୋରଡ଼ରେ ଆଖି ବହି ପଡ଼େ ଅଶ୍ରୁ ଜଳ। ଫୁଙ୍କିଦେଲେ କାହିଁ ଉଡ଼ିଯିବ ତାର କୁଟାଖିଅ କରବଳ। କେଡ଼େ ତୋ ସାହସ କହିଲେ ସଚିବ ନିଆଁରେ କରିଲୁ ଖେଳା। ଚିହ୍ନି ନାହୁଁ କି ତୁ ରାଜା ରଣଜିତେ ମାରିଲୁ ତାହାଙ୍କୁ ଢେଲା। କାକୁସ୍ଥରେ ଅତି କହିଲା ନାରୀଟି ଶୁଣ ମୋ ଗୁହାରି ଥରେ। 3 ଦିନ ହେଲା ଉପାସେ ପିଲା ମୋ ଗଡ଼ଇ କତରା ପରେ। ମାଗି ଯାଚି ବୋଲି ପାଇଲିନି କାହିଁ ଖୁଦ ମଳୁଖରୁ ପୋଷେ। ଆସିଥିଲି ଧାଇଁ
ଏ ଘୋର ବନସ୍ତେ ଫଳମୂଳ ନେବାସେ। ଫିଙ୍ଗିଲି ଟେକା ମୁଁ ଫଳକୁ ଗଛରେ, ସିଏ ତ ହେଲା ମୋ କାଳ। ଫଳରେ ନ ବାଜି ରାଜ କପାଳରେ, ଲେଖିଲା ରକତଗାର। ରକତଗାର ଏ ନୁହଁଇ ମାଲୋ, ଏ ତମ ମଥାର ଟିକା। ରଣଜିତ ସିଂହ କହିଲେ ଆବେଗେ, ଦେଲୁ ମୋତେ ମହାଶିକ୍ଷା। ଫିଟାଇଲୁ ଆଖି ବୁଝିଲି ଆଜି ମୁଁ, ବୃଥା ରାଜପଣ ସିନା। ପ୍ରଜା ଯେବେ ମରେ ପଲ୍ଲୀପୁରେ କାହିଁ, ଅନ୍ନ ମୁଠିକର ବିନା। ଏ ଦେଶର ଶିଶୁ ଏ ଦେଶର ମା, ଅସହାୟ ଯେବେ ଟଳେ। ମୋହଠାରୁ ବଳି ଅପରାଧୀ ଆଉ କିଏ ଅଛି ମହି ତଳେ। ବିସ୍ମୟ ଅନାଇ ଭାଳିଲେ ସଚିବ, ଏକିବା ବିଚାରିତି। ଦୋଷ କରି ପ୍ରଜା ପାଏ ନାହିଁ ଦଣ୍ଡ, ଦୋଷୀ ହୁଏ ନରପତି। କ୍ଷଣ ପରେ ପୁଣି ବୀର ରଣଜିତ, କହିଲେ ମନ୍ତ୍ରୀରେ ଚାହିଁ। ଜଣାଅ ତୁରିତେ ମୋ ରାଜ୍ୟରେ ଅଛି, ଅନାହରେ କିଏ କାହିଁ। ଅଭାବ କଷଣ ନ ଘୁଞ୍ଚିଲେ ଦେଶୁ, ଜନମିବେ କାହୁଁ ବୀର। କିଏ ତେବେ ଆଉ ଜନ୍ମଭୂମିର, ଉନ୍ନତ ରଖିବ ଶିର। ଦେହେ ଦେହେ ଶକ୍ତି ସଞ୍ଚାର ପାଇଁକି, ଧରିଛି ହାତେ ମୁଁ ଅସ୍ତ୍ର। ଦିଅ ଏ ନାରୀକୁ ଯେତେ ପାର ଧନ, ଯେତେ ପାର ଅନ୍ନ ବସ୍ତ୍ର।